ନାଇଁ ରାସନ କାର୍ଡଧାରୀଙ୍କ ପାଇଁ ବହୁତ ବଡ଼ ଅପଡେଟ୍। ସମସ୍ତେ ଭାବୁଥିଲେ ଇ-କେ-ୱାଇ-ସି ଲାଗି ବହୁତ ପ୍ରଚାର ହେଇଥିଲା କି ଆଉ ଯେନ୍‌ମାନେ ଓଡ଼ିଶାରୁ ବାହାରେ ଅଛନ୍ ସେମାନେ କାଣା କରିବେ? ସେମାନେ କାଣା ଆରେ ୟାର ହେତେ ତ ହରବର ହେବାର କିଛି ଦରକାର ନାଇଁ ଥେର। ପହେଲାରୁ ବି ଇ-କେ-ୱାଇ-ସି ଥିଲା, ଏବେ ବି ଇ-କେ-ୱାଇ-ସି ହଉଛେ। ଯେନ୍ଟାକି ସ୍ୱତନ୍ତ୍ର ଯୋଜନା ଲାଗି ସବୁ ଝଗଡ଼ା ଚାଲି ଯାଇଥିଲା। ରାସନ କାର୍ଡ ନାଇଁ ହେଲେ ନାଇଁ ହଏ ବହୁତ ସାରା ଲୋକଟା ଇ-କେ-ୱାଇ-ସି କରବା ହିଁ ପଡ଼୍ବା। ତ ଏଥିରେ ଏତେ କିଛି ଟେନସନ୍ ନେବାର ନାଇଁନ। ଇ-କେ-ୱାଇ-ସି କରି ଏବେ ଗଭର୍ଣ୍ଣମେଣ୍ଟ ବି କହିଦେଇଛନ୍ ଯେନ୍‌ମାନେ ବାହାରେ ଥିବେ ସେମାନେ ପରେ ଯେବେ ଆସିଲେ ବି ସେମାନେ ଇ-କେ-ୱାଇ-ସି କରିପାରିବେ। ତାଙ୍କର ଫ୍ୟାମିଲି ମେମ୍ବରରୁ ଯେନ୍ କୌଣସି ଯେନ୍ ଲୋକ ନାଁ ଅଛି ସେମାନେ ଆରାମସେ ଇ-କେ-ୱାଇ-ସି କରିନେଉଁ। କାରଣ ସେମାନଙ୍କୁ କିଛି ହଡ଼ବଡ଼ ହେବାର ନିନ। ଯେମାନେ ବାହାରେ ଅଛନ୍ ଆରାମସେ ଆସିବେ, ସେମାନେ ଆରାମସେ ଯେନ୍ଟାକି ଆପଣଙ୍କର ଇ-କେ-ୱାଇ-ସି କରିଦେବେ। ସେମାନଙ୍କ ଲାଗି କିଛି ଏତେ ବଡ଼ ଟେନସନ୍ ନେଇନ। ଯେନ୍‌ମାନେ ଘରେ ଅଛନ୍ ତାଙ୍କର ଫ୍ୟାମିଲି ମେମ୍ବର ତାଙ୍କର ରାସନ କାର୍ଡ଼ରେ ତାଙ୍କର ଏଡ୍ ଅଛି, ସେମାନେ ଆଧାର କାର୍ଡ଼ ନେଇକରି ଯିବେ। ଆଉ ଆପଣଙ୍କର ଯେନ୍ଟାକି ବ୍ଲକ୍‌ରେ ଆପଣ ଯେନ୍ ବ୍ଲକ୍‌ରେ ଏମାନଙ୍କୁ ଦଉଛନ୍ ସେମାନେ ବ୍ଲକ୍‌ରେ କରିପାରିବେ କି ଯେନ୍ ପଞ୍ଚାୟତରେ ସେମାନଙ୍କୁ ଦଉଛନ୍ ସେ ପଞ୍ଚାୟତରେ ଆପଣମାନେ କରିପାରିବେ ଇ-କେ-ୱାଇ-ସି। ଏଥିର୍ଲାଗି ଆପଣମାନେ କିଛି ଟେନସନ୍ ନେବାର ନାଇଁନ। ଆଉ ଇ-କେ-ୱାଇ-ସି ଡେଟ୍ ବି ଅଛେ, ତାହେଲେ ଆପଣମାନେ ଜଲ୍ଦି କରି ଯାଇକରି ଆପଣଙ୍କର ଯେନ୍ଟାକି ପଞ୍ଚାୟତରେ ଆପଣମାନେ କରିପାରିବେ। ଆରାମସେ ଯେନ୍ତା ରାସନ ମାନେ ଆସନ୍ ସେ ଜାଗାରେ ଆପଣ ସବମିଟ୍ କରିଦେବେ, ଦେଇଦେବେ, ସେମାନେ ଇ-କେ-ୱାଇ-ସି କରିଦେବେ। ବହୁତ ଆସାନ, ପୁରା ବହୁତ ଆସାନରେ କରିଦେବେ ସେମାନେ ଇ-କେ-ୱାଇ-ସି। ସେଥିର୍ଲାଗି ବୋଲି ଆପଣମାନକେ ଏसे କିଛି ଟେନସନ୍ ନେବାର ନାଇଁନ। ଆରୁ କେତେ ହଡ଼ବଡ଼ି ହଉଥିଲେ ୟାର। ସୁଭଦ୍ରା ଯୋଜନା ଲାଗି ବି ହେତେ କିଛି ଟେନସନ୍ ନେବାର ନାଇଁନ। ଆପଣଙ୍କୁ 17 ତାରିଖ ତ ପେମେଣ୍ଟ ପଡ଼ିଯିବା। ଫିର୍ ବି ଯଦି ଆପଣଙ୍କର ଏପ୍ଲାଏ ନି କରବାର୍ ତାହେଲେ ଏପ୍ଲାଏ କରିନଉନ୍। ଆଉ ଆପଣଙ୍କୁ 17 ତାରିଖ ପରେ ବି ଯେନ୍ଟାକି ସମସ୍ତଙ୍କୁ ପଇସା ମିଳିଯିବା। ତ ଆପଣଙ୍କୁ ଯଦି ଭିଡ଼ିଓରେ ନୂଆ କିଛି ଜାନକାରୀ ମିଳିଲା ତାହେଲେ ଗ୍ୟାରେଣ୍ଟି ଆପଣମାନେ ସବସ୍କ୍ରାଇବ୍ କରିଦଉନ୍ ଆମର ୟୁଟ୍ୟୁବ୍ ଚ୍ୟାନେଲ୍‌କେ। ଆଉ ଭିଡ଼ିଓ ମାନକେ ଲାଇକ୍ କରିଦଉନ୍। ମିଲମା ଗୋଟେ ଭିଡ଼ିଓରେ। ଜୁହାର, ଜୟ ମା ସମଲେଇ।